করে ଆମେ ଯେଉଁ ସତନାମ ପାଇଛେ ଏହା ମଧ୍ୟରେ ଯେକୌଣସି ନାମର ହିଁ ଇନର ମେକାନିଜିମ୍ ଅନ୍ତର୍ନିହିତ ମରକୋଚ ନିହିତ ଅଛି। ଆମ୍ଭେମାନେ ଗୋଟେ ଗୋଟେ ନାମ ସୃଷ୍ଟ ସ୍ପନ୍ଦନ ତରଙ୍ଗର ପରିଣୟନ। ଏ ନାମ ଯଦି ଠିକ୍ ଭାବେ କରାଯାଏ ଏଥିରେ ଏକଇ ସଙ୍ଗେ ପ୍ରତ୍ୟେକର ବୈଶିଷ୍ଟ୍ୟ ପୂରଣ ଓ ବିବର୍ଦ୍ଧନ ଦୁଇଟା ହୁଏ। କାରଣ ଏହି ନାମର ଭିତରେ ସର୍ବପ୍ରକାର ଆଦିତମ ପ୍ରାଣ ରୂପ ବିଦ୍ୟୁତ ଅଛି। ତେଣୁ ପ୍ରତ୍ୟେକର ପରିପୂର୍ଣ୍ଣ ଓ ବିକାଶ ନାମର ଅନୁସରଣରେ ତ୍ୱରାନ୍ୱିତ ହୁଏ। ନାମୀଙ୍କ ପ୍ରତି ଅନୁରାଗ ନେଇ ନାମ କରି କରି ଆମମାନଙ୍କର ପ୍ରତ୍ୟେକଟି ସ୍ନାୟୁ ଓ କୋଷ ସୃଷ୍ଟିର କାରଣସ୍ଥଳ ସଙ୍ଗେ ଏକତାରତା ଲାଭ କରେ। ତେଣୁ କାରଣସ୍ଥଳ କିପରି ଭାବେ ସୂକ୍ଷ୍ମ ଓ ସ୍ଥୂଳ ରୂପାନ୍ତରିତ ହୁଏ, ସ୍ଥୂଳ କିପରି ଭାବେ ସୂକ୍ଷ୍ମରେ ରୂପାନ୍ତରିତ ହୁଏ ତାହା ଆମ ସ୍ପଷ୍ଟ ଗୋଚରକୁ ଆସେ। ଏହି ବୋଧମାନ ହେଲା ଦର୍ଶନ ଓ ପ୍ରତ୍ୟକ୍ଷ ଅନୁଭୂତି। ଯେଉଁମାନଙ୍କର ଜୀବନରେ ଏହି ସାମଗ୍ରିକ ଚେତନା ଜାଗେ ସେମାନେ ଋଷିତ୍ୱ ଲାଭ କରନ୍ତି। ଏହାକୁ ଭିତ୍ତି କରି କରି ବିଶ୍ୱ ବ୍ରହ୍ମାଣ୍ଡ ବ୍ୟାଖ୍ୟା କରାଯାଏ।